ସମସ୍ତଙ୍କୁ ମୋର ଶୁଭ ସକାଳ। ଏ ଭିଡ଼ିଓ ଯଦି ଆପଣଙ୍କ ପାଖରେ ପହଞ୍ଚି ଯାଇଛି ତାହେଲେ ଏ ଭିଡ଼ିଓକୁ ଟିକେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯେମିତି ଆମେ ନିରୀହ ପଶୁଜନ୍ତୁକୁ ମାରିକି ଖାଇଯାଉଛେ କ'ଣ ଆମ ଦେହର ଭିଟାମିନ୍ ବଢ଼ିବ, ସେମିତି ଏ ଭିଡ଼ିଓଟି ଟିକେ ଦେଖନ୍ତୁ ଯେ କି ଯଦି ସେ ଜାଗାରେ ଆମେ ରହିବା, ସେ ଜାଲି ଭିତରେ ଯେମିତି ଆମେ କୁକୁଡ଼ା ପାଇଁ ଗଲାବେଳୁ କୁକୁଡ଼ା ମାନେ ଜାଲି ଭିତରେ ରହିଥାନ୍ତି, ସେଇ ଜାଲି ଭିତରେ ଆମେ ରହିବା, ଆମକୁ ସେମାନେ ନେଇ କାଟିବେ, କେମିତି ଲାଗିବ? ଟିକେ ତ ଚିନ୍ତା କରନ୍ତୁ। ଏ ସବୁରୁ ଦୂରେଇ ରୁହନ୍ତୁ। ନିରୀହ ପଶୁଜନ୍ତୁକୁ ମାରିକି ଖାଆନ୍ତୁ ନାହିଁ। ଏ ସବୁ ଗୋଟେ କ'ଣ ନା ଗୋଟେ ଭାଇରାଲ ହେଇଯାଇଛି, କ'ଣ ନା ଆମେ ତାକୁ ଖାଇଲା ଦ୍ୱାରା ଆମ ଦେହର ଭିଟାମିନ୍ ବଢ଼ୁଛି, ଆମେ ସୁସ୍ଥ ରହୁଛେ। ଏସବୁ ଭୁଲ। ଗୋଟେ ଜୀବକୁ ମାରିକି ଯଦି ଆମେ ଖାଇକି ଭିଟାମିନ୍ ଖୋଜୁଛେ, ତାହେଲେ କାଲି ସକାଳେ ମଣିଷକୁ ମାରିବା ପାଇଁ ବି ପଛେଇବନି। ଥରେ ଚିନ୍ତା କରନ୍ତୁ, ନିଜ ଚିନ୍ତା ବଦଳନ୍ତୁ। ଦେଖିବେ ଯଦି ଆଜି ଆପଣ ମାଂସ ଖାଇବା ଛାଡ଼ିଦେଲେ, ତାହେଲେ ଭାବନ୍ତୁ ମାସକରେ ଆପଣ 6-8 ଥର ମାଂସ ଖାଉଥିବେ, 8ଟା ତ ପଶୁ ବଞ୍ଚିଗଲେ ନା ନାହିଁ। ଟିକେ ଚିନ୍ତା ବଦଳନ୍ତୁ। ଜୟ ଶ୍ରୀରାମ।